Hello, my dear students. Welcome to my channel Aparajita 247. So, last class कौन ଚାଲିଛି ନା ମିଶନ ସିଲାବସ ର ପାର୍ଟ 1 ମୁଁ ଦେଇ ଦେଇଥିଲି ଯୋଉଥିରେ କି ମୁଁ ତମକୁ ଅନୁମାନ କେତେ ପ୍ରକାରର ଆଉ କଣ ନା ଅବରୋହ ଅନୁମାନ ଦୁଇ ପ୍ରକାରର ବ୍ୟବହିତ ଅବ୍ୟବହିତ ତାକୁ ଧରିକି ଆମର କଣ ପଢିବାର ଅଛି ନା ଆମକୁ ପଢିବାର ଥିଲା ମାନ ସେଇ ଅନୁସାରେ ମୁଁ ତମକୁ ଆଉ ଗୋଟେ ଜିନିଷ ବି ଏଇ ସବୁ ପଢିବା ପୂର୍ବରୁ କଣ ନା ଆମର ତର୍କ ବାକ୍ୟ ବା ତର୍କ ବଚନ କେତେ ପ୍ରକାରର ବହୁତ ସାରା ଅଛି ଆମେ ଫାଷ୍ଟ ରେ ପଢିଛେ କିନ୍ତୁ ଆମର କଣ ନା ଏଇଠି ଆମେ ଗୁଣ ଆଉ ପରିମାଣ ଅନୁସାରେ ଯୋଉଟା ଗୁଣ ଆଉ ଗୋଟେ ହେଲା ଗୁଣ ଅନୁସାରେ ହେଲା ସାର୍ବିକ ସରି ଗୁଣ ଅନୁସାରେ ସଦର୍ଥକ ବା ପଜିଟିଭ ନଞ୍ଜର୍ଥକ ବା ସରି ଏଇଟା ଟିକେ ଚାଲୁନି ପେନ୍ ହେଲା ନଞ୍ଜର୍ଥକ ବା ନେଗେଟିଭ ହଁ ମୁଁ ତମକୁ ନା ସାର୍ବିକ ବିଶେଷ ସଦର୍ଥକ ଦି ପ୍ରକାରର ହେଲା ସଦର୍ଥକ ଗୋଟେ ହବ ଆଉ ଗୋଟେ ହେଲା ନଞ୍ଜର୍ଥକ ପରିମାଣ ଅନୁସାରେ ଆମର କେତେଟା ଅଛି ନା ଆମର 4 ପ୍ରକାରର ତର୍କ ବାକ୍ୟ ହବ ଗୋଟେ ହେଲା ହେଲା ଏ ତାପରେ ଇ ଲାଷ୍ଟରେ ଓ ହେଲା ଏ ଇ ତ ତମର ଆ ଟା ହଉଛି ଗୋଟେ କଣ ନା ସଦର୍ଥକ ହେଲା ସଦର୍ଥକ କଣ ସାର୍ବିକ ତର୍କ ବାକ୍ୟ ହେଲା ସାର୍ବିକ ସଦର୍ଥକ ତର୍କ ସା ମାନେ ହେଲା ସାର୍ବିକ ଇଏ ବି ସେମିତି ସାର୍ବିକ କାର ସାଙ୍କେତିକ ରୂପ ହେଲା ମ ଅଟେ ଏ ର ସାଙ୍କେତିକ ରୂପ ହେଲା କୌଣସି ମ ନୁହେଁ ବା ନୁହନ୍ତି ଆଉ ଇ ର ସାଙ୍କେତିକ ରୂପ ହେଲା କେତେକ ମ ଅଟେ ବା ଅଟନ୍ତି ଓ ର ହେଲା କେତେକ ମ ନୁହେଁ ବା ନୁହନ୍ତି ହେଲା ଆଉ ନା ବିଶେଷ ତର୍କ ବାକ୍ୟ ସଦର୍ଥକ ବିଶେଷ ତର୍କ ବାକ୍ୟ ଇଏ ହଉଛି କଣ ନା ସଦର୍ଥକ ବିଶେଷ ତର୍କ ବାକ୍ୟ ଇଏ ହେଲା ବିଶେଷ ତାପରେ ଓଟା ବି ହବ ସେଇ ବିଶେଷ କିନ୍ତୁ ନ ହଉଛି ନଞ୍ଜର୍ଥକ କ୍ଲିୟର ଓଟା ହଉଛି ଗୋଟେ ନଞ୍ଜର୍ଥକ ତର୍କ ବାକ୍ୟ କି ହଉନି ତଥାପି ବି ଟ୍ରାଏ କରୁଛି ତମର ଅବହିତ ଇଏ କେତେ କଣ ଅବବହିତ ଅନୁମାନ ହଉଛି ଗୋଟେ ଅନୁମାନ କିନ୍ତୁ ଏଇଟିରେ କଣ ହଉଛି ନା ତାର ଦି ପ୍ରକାରର ଥାଏ ହେଲା କଣ ନା ୟାର ଇଏ ଅବହିତ ଅନୁମାନ 4 ପ୍ରକାରର ଆକ୍ଚୁଆଲି ଫାଷ୍ଟ ହେଲା ସମବର୍ତ୍ତନ ତାପରେ ବ୍ୟାବର୍ତ୍ତନ ତାପରେ ବିପରୀତାବର୍ତ୍ତନ ତାପରେ ଅନ୍ତରାବର୍ତ୍ତନ କିନ୍ତୁ ଆମ ସିଲାବସ ରେ ଅଛି କେବଳ ଆଉ ସମବର୍ତ୍ତନ ଆଉ ବ୍ୟାବର୍ତ୍ତନ ତ ସମବର୍ତ୍ତନ କଣ ନା ତମକୁ ଯିଏ ପଚାରିବ ସମବର୍ତ୍ତନ କଣ ନା ସମବର୍ତ୍ତନ ହେଉଛି ଏକ ପ୍ରକାରର ଅବ୍ୟବହିତ ଅବରୋହ ଅନୁମାନ ଯେଉଁଥିରେ କି ଉଦ୍ଦେଶ୍ୟକୁ ସିଦ୍ଧାନ୍ତର ବିଧେୟ ଏବଂ ହେତୁ ବିଚରର ବିଧେୟକୁ ସିଦ୍ଧାନ୍ତର ଉଦ୍ଦେଶ୍ୟ ରୂପେ ବ୍ୟବହାର କରାଯାଇଥାଏ ନା ତ ତମ ଏଇଠି ତମେ କହିବ କି କେମିତି ନା ତମକୁ କୁହା ହେଲା କି ହେତୁ ବଚନ ଗୋଟେ ଥିବ ହେତୁ ବଚନ କଣ କହିବ ନା ସମବର୍ତ୍ତନୀୟ ଠିକ ଅଛି ହେତୁ ବଚନ ହବ ବର୍ତ୍ତନୀୟ ଏଇଟା ଦେଖ ଏଇଠି ଲେଖା ହେଇଛି ସମବର୍ତ୍ତନରେ ହେତୁ ବାକ୍ୟ ବା ହେତୁ ବଚନକୁ କଣ କହନ୍ତି ନା ସମବର୍ତ୍ତନୀୟ ତାପରେ ସିଦ୍ଧାନ୍ତକୁ କହନ୍ତି ସମବର୍ତ୍ତିତ ଏଇ ପଏଣ୍ଟ ଟା ମନେ ରଖିଥିବ ତମର ଏଇଟା ଡ୍ୟାସ ପୂରଣ ଆସିପାରିବ ଠିକ ଅଛି ସମବର୍ତ୍ତନୀୟ ହଉଛି ହେତୁ ବଚନ ଟା ଆଉ ସିଦ୍ଧାନ୍ତ ଟା ହଉଛି ସମବର୍ତ୍ତିତ ଓକେ ଆଉ କଣ ନା ସମବର୍ତ୍ତନରେ କଣ ହଉଛି ସେ କହିଲା ଏଇଟା ହଉଛି ଗୋଟେ ଅବ୍ୟବହିତ ଅନୁମାନ ଯୋଉଥିରେ ହେତୁ ବଚନରେ ମାନେ କଣ ହେତୁ ବଚନରେ ତମେ କଣ ଗୋଟେ ନେଇଥିବ ଗୋଟେ ତର୍କ ବାକ୍ୟ ନେଇଥିବ ସପୋଜ ଆ ତର୍କ ବାକ୍ୟ ନେଲ ହେଲା ଏଠି ଗୋଟେ ତର୍କ ବାକ୍ୟ ନେଇଥିବ
ଯଦି ତମେ ଆ ତର୍କ ବାକ୍ୟ ନେଇଛ ସପୋଜ, ଏଠି କଣ ତମେ କହିବ କି ସମସ୍ତ ପ ମ ଅଟେ ଏଇଆ ଲେଖିଥିବ ଟି, ସମସ୍ତ ପ ମ ଅଟେ ଲେଖିଥିବ। ହେଲେ ସେ କହୁଛି ଏଇଟା କଣ ଇଏ ହେଲା ହେତୁ ବଚନ। ତାପରେ ସିଦ୍ଧାନ୍ତ ତମର ଗୋଟେ ଆସିବ ସପୋଜ ତମେ ଆ ତର୍କ ବାକ୍ୟ ନେଲ ହେଲା। କେମିତି ବାହାରୁଛି ସେଟା ପରେ କାଲ୍କୁଲେସନ ଶିଖିବା କିନ୍ତୁ ଏବେ ଦେଖିଥାଅ। ଆ ତର୍କ ବାକ୍ୟ ନେଲ ହେଲା, ତାହେଲେ କଣ ହବ ନା ଏଇ ନାଇଁ ଏଇଟା ଇ ନବା। ଏଠି କଣ ହବ ନା ତମେ କହିବ ଡାଇରେକ୍ଟ ସବୁବେଳେ କଣ ନା ଫାଷ୍ଟ ଉଦ୍ଦେଶ୍ୟ ଥାଏ ତାପରେ ବିଧେୟ ଥାଏ। କିନ୍ତୁ ଏଠି ବି ସେଇ ସମାନ ଜିନିଷ ଟା ରହିବ କି ଉଦ୍ଦେଶ୍ୟ ଫାଷ୍ଟ ରହିବ ତାପରେ ବିଧେୟ ରହିବ କିନ୍ତୁ ଏଇଠି କଣ ହବ ନା ସେ କହୁଛି କି ସମବର୍ତ୍ତନରେ କଣ ହଉଛି ନା ଉଦ୍ଦେଶ୍ୟ ଟା ବିଧେୟ ହେଇଯାଉଛି ବିଧେୟ ଟା ଉଦ୍ଦେଶ୍ୟ ହେଇଯାଉଛି ହେଲା। ମାନେ ସେମାନଙ୍କର ଜାଗା ପରିବର୍ତ୍ତନ ହଉଥିବା ସ୍ଥାନ ପରିବର୍ତ୍ତନ ହଉଛି କାହାର ନା ଉଦ୍ଦେଶ୍ୟ ଆଉ ବିଧେୟର। ଆ ତର୍କ ବାକ୍ୟରେ ଯୋଉ ଉଦ୍ଦେଶ୍ୟ ଥିଲା ପ ଏଇଟା କଣ ହେଇଯିବ ନା ସିଦ୍ଧାନ୍ତକୁ ଆସିଲା ବେଳକୁ ନା ଏଇଟା ବିଧେୟ ହେଇଯିବ। ଆଉ ଯୋଉଟା ମ ଥିଲା ସେଟା କଣ ଥିଲା ନା ବିଦେହ ଥିଲା ଏଇଠି ଉଦ୍ଦେଶ୍ୟ ହେଇଯିବ। କ୍ଲିୟର, ତାହେଲେ ଏଇ ଆ ତର୍କ ରହେ ହେତୁ ବଚନ ବା ସମବର୍ତ୍ତନୀୟ। ଇ ତର୍କ ବାକ୍ୟ ଟା ହଉଛି ସିଦ୍ଧାନ୍ତ ବା ସମବର୍ତ୍ତିତ। ତମେ ଏଇଆ କହିବ ହେଲା, ତାହେଲେ ସମବର୍ତ୍ତନରେ ତମର କଣ ହଉଛି ନା ହେତୁ ପଚନରେ ଯାହାବି ଉଦ୍ଦେଶ୍ୟ ଆଉ ବିଧେୟ ଅଛି ସେଟା ସିଦ୍ଧାନ୍ତକୁ ଆସିଲା ବେଳକୁ ଜାଗା ଏକ୍ସଚେଞ୍ଜ କରିଦେବେ ବା ସ୍ଥାନ ପରିବର୍ତ୍ତନ କରିଦେବେ ଉଦ୍ଦେଶ୍ୟ ଟା ବିଧେୟ ହେଇଯିବ ବିଧେୟ ଟା ଉଦ୍ଦେଶ୍ୟ ହେଇଯିବ। ଏତିକି କ୍ଲିୟର? ହଁ। ତାର ନିୟମ ଦେଇଛି, ଫାଷ୍ଟ ନିୟମ କଣ? ସମବର୍ତ୍ତନୀୟର ଉଦ୍ଦେଶ୍ୟ ସମବର୍ତ୍ତିତର ବିଧେୟ ହେଲା ଆମେ ଏଇଟାକୁ ଏପଟେ ରଖିଦେଇଛେ ଆଉ ମାନେ ବିଧେୟର ଜାଗାକୁ ଆଉ ମ ଯୋଉଟା ଥିଲା ସେଟାକୁ ବିଦେହ ଜାଗାରେ ଥିଲା ଆମେ ତାକୁ ଉଦ୍ଦେଶ୍ୟ କରିଛେ। ଫାଷ୍ଟ ରୁଲ କଣ ଲେଖିଲା କି ସମବର୍ତ୍ତନୀୟ ଉଦ୍ଦେଶ୍ୟର ସମବର୍ତ୍ତନୀୟର ଉଦ୍ଦେଶ୍ୟ ସମବର୍ତ୍ତିତରେ ଇଏ ହେଲା ସମବର୍ତ୍ତନୀୟ ଏଇ ଫାଷ୍ଟ ଟା ଏଇଟା ହେଲା ସମବର୍ତ୍ତନୀୟ ହ ନା ନାଇଁ? ଯଦି ଏଇଟା ସମବର୍ତ୍ତନୀୟ ହେଲା ଏଇଟା ହେଲା ସମବର୍ତ୍ତିତ ତ ଏଇଠି ଯୋଉଟା ସେ କଣ କହିଲା ସମବର୍ତ୍ତିତର ବିଧେୟ ଇଏ ହେଲା ସମବର୍ତ୍ତନ ସମବର୍ତ୍ତନ ଉଦ୍ଦେଶ୍ୟ ଏଇଠି ଆସିଲା ବିଧେୟ ସିଦ୍ଧାନ୍ତରେ। ଏଗେନ୍ ସେକେଣ୍ଡରେ କଣ ଲେଖିଛି ନା ସମବର୍ତ୍ତନୀୟର ବିଧେୟ ସମବର୍ତ୍ତନୀୟର ବିଧେୟ ଏଇଟା ମ ଟା ଯୋଉଟା କି ଆସିକି ସିଦ୍ଧାନ୍ତରେ ହୁଏ ଦିଟା ରୁଲ ଗଲା। 3 ନମ୍ବର ରୁଲ କଣ? ନା ସେ କହିଛି ସମବର୍ତ୍ତନୀୟର ସମବର୍ତ୍ତିତରେ ଗୁଣ ଅପରିବର୍ତ୍ତିତ ରହେ ମାନେ ସେ କହୁଛି କି ଗୁଣ କିଛି ଚେଞ୍ଜ ହବନି। ଏଠି ଯଦି ପଜିଟିଭ ଅଛି ତାମାନେ ଏଠି ବି ପଜିଟିଭ ଆସିବ ଏଠି ଯଦି ନେଗେଟିଭ ଏଠି ବି ନେଗେଟିଭ ଆସିବ କ୍ଲିୟର? ତାହେଲେ କଣ ବୁଝିଲ ନା ଯଦି ଆ ତର୍କ ବାକ୍ୟ ସପୋଜ ଅଛି ଏଇଟା କଣ ନା ଏଇଟା ହଉଛି ପଜିଟିଭ ମାନେ କଣ କି ସଦର୍ଥକ ହେଲା ପଜିଟିଭ ମାନେ ହଉଛି ସଦର୍ଥକ ବାକ୍ୟ ଅଛି ଯଦି ଆ ତର୍କ ବାକ୍ୟ ଅଛି ଏଇଟା କଣ ହବ ନା ଗୋଟେ ସଦର୍ଥକ ଦରକାର ଯୋଉଟା କି ଆମର କେତେଟା ସଦର୍ଥକ ଅଛି ନା ଆ ହଉଛି ଗୋଟେ ସଦର୍ଥକ ସାର୍ବିକ ତର୍କ ବାକ୍ୟ ଇ ହଉଛି ଗୋଟେ ସଦର୍ଥକ ବିଶେଷ ବାକ୍ୟ ସୋ ଦିଟା ଆମ ପାଖରେ ହେଲା। ତାପରେ ନଞ୍ଜର୍ଥକ ତମକୁ ପଚରା ହବ କେତେଟା ଅଛି ନା ଦିଟା କଣ କଣ ନା ଗୋଟେ ଏ ହଉଛି ସଦର୍ଥକ ସାର୍ବିକ ଇଏ ଓ ହଉଛି ନଞ୍ଜର୍ଥକ ବିଶେଷ ତର୍କ ବାକ୍ୟ ସ ଇଏ ହେଲା ସାର୍ବିକ ଇଏ ହେଲା ବିଶେଷ ଇଏ ବି ସାର୍ବିକ ଆଉ ଏଇଠି ହବ ସାର୍ବିକ ସରି ବିଶେଷ ସଦର୍ଥକ କ୍ଲିୟର? ବ୍ୟାପ୍ତ କଥା ଆସିବ ଏବେ ମୁଁ ତମକୁ କହିଥିଲି ଆ ତର୍କ ଉଦ୍ଦେଶ୍ୟକୁ ତାପରେ ତର୍କ ଏଇଟା ଏମିତି ଲେଖିଆ ଆ ତର୍କ ବାକ୍ୟ ଉଦ୍ଦେଶ୍ୟକୁ ବ୍ୟକ୍ତ କରେ ତାପରେ ତା ସହିତ ଓ ତର୍କ ବାକ୍ୟ ନା ଓ ତର୍କ ବାକ୍ୟ କାହାକୁ ବ୍ୟକ୍ତ କରେ ନା ବିଧେୟକୁ ହେଲା ତାପରେ ଏ ତର୍କ ବାକ୍ୟ କାହାକୁ ବ୍ୟକ୍ତ କରେ ନା ବୋଥ ଉଭୟ ହେଲା ଉଦ୍ଦେଶ୍ୟ ଆଣ୍ଡ ବିଧେୟ ହେଲା ଏ ତର୍କ ବାକ୍ୟ ଦିଟା ଯାକ ଉଦ୍ଦେଶ୍ୟ ଆଉ ବିଧେୟ ଦିଟା ଯାକ ବ୍ୟକ୍ତ କରିବା ଆଉ ରହିଲା କଣ ଇ ତର୍କ ବାକ୍ୟ ଇ ତର୍କ ବାକ୍ୟ ରହିଲା ଏଇଟା କାହାକୁ ବି ବ୍ୟକ୍ତ କରିବନି ତାର ପୁରା ଶୂନ୍ୟ ଦେଖ ସପୋଜ ତମର ଥିଲା କଣ ହେଲା ନା ଗୋଟେ ରୁମ ଭିତରେ ଉଦ୍ଦେଶ୍ୟ ବୋଲି ଗୋଟେ ବିଧେୟ ବୋଲି ଗୋଟେ ବଲ୍ ଥିଲା ଠିକ ଅଛି ତମକୁ ଯଦି ଆ କୁ ପଠା ହେଲା ଆ କୁ କଣ କୁହାଗଲା ନା
ଆ ଆଉ ଓ ଏଇ ଦିଟା ତର୍କ ବାକ୍ୟକୁ କଣ କୁହାହେଲା ନା ତମେ ଦି ଜଣ ଯିବ ସେ ରୁମ ଭିତରକୁ, ସେ ରୁମ ଭିତରେ ଦିଟା ବଲ ଅଛି, ଗୋଟେ ଅଛି ବିଧେୟ ହେଲା, ଗୋଟେ ଅଛି ବିଧେୟ ଗୋଟେ ଅଛି ବିଧେୟ ଆଉ ଗୋଟେ ଅଛି ଉଦ୍ଦେଶ୍ୟ। ତମକୁ ଯୋଉଟା ଭଲ ଲାଗିବ ଯାହାକୁ ତମେ ସେଇଟା ଆଣିବ। କିନ୍ତୁ ଫାଷ୍ଟ ପାଳି ପଡିଲା କାହାର ନା ଚିଟ ପକେଇଲେ ପାଳି ପଡିଲା ଫାଷ୍ଟ ଆର। ଆ ଯେତେବେଳେ ରୁମ ଭିତରକୁ ଗଲା ତାକୁ କଣ ନା ଉଦ୍ଦେଶ୍ୟ ଟା ଭଲ ଲାଗିଲା, ସେ ଉଦ୍ଦେଶ୍ୟକୁ ଉଠେଇକି ଧରି ପଳେଇଲା। ଏବେ କୁହ ରହିଲା କୋଉଟା ନା ବିଧେୟଟା ରହିଲା। କାହାକୁ ଓ ତାହେଲେ ନବ କାହାକୁ ବିଧେୟକୁ ହିଁ ନବ ନା, ଠିକ ଅଛି। ତାମାନେ ନାଇଁ ତମେ ଜାଣିଲ କି ଆ ତର୍କ ବାକ୍ୟ ଉଦ୍ଦେଶ୍ୟକୁ ବ୍ୟକ୍ତ କଲା ଆଉ ଓ ତର୍କ ବାକ୍ୟ ବିଧେୟକୁ ବ୍ୟକ୍ତ କରେ। ତାପରେ ରହିଲା କିଏ ଏ ଆଉ ଇ ହଁ ନା ନାଇଁ ଏ ଆଉ ଇ ରହିଲେ, ହେଲେ ଏ ଆଉ ଇ କୁ କଣ କରାହେଲା ନା ସେମାନଙ୍କୁ ସେଇ ସମାନ ଟାଇମ ରେ ସେଟା ହେଲା। ହେଲେ ଚିଟ ଉଠେଇଲା ବେଳକୁ ଏ ଫାଷ୍ଟ ଚିଟ ଉଠିଲା ୟାର ପାଳି ଫାଷ୍ଟ ପଡିଲା। ହେଲେ ଏ କଣ କଲା ଏ ଯେତେବେଳେ ଭିତରକୁ ଗଲା କହିଲା ଆରେ ବା ଉଦ୍ଦେଶ୍ୟ ବି ଭଲ ଲାଗୁଛି ବିଦେଶୀ ବି ଭଲ ଲାଗୁଛି, ସେ କଣ କଲା ନା ଦିଟା ଯାକକୁ ନେଇଗଲା ଠିକ ଅଛି। ସେ ଦିଟା ଯାକକୁ ନେଇଗଲା, ଉଦ୍ଦେଶ୍ୟକୁ ବି ନେଇଗଲା ଆଉ ବିଧେୟକୁ ବି ନେଇଗଲା। ତାହେଲେ ଏବେ କୁହ ଇ ପାଇଁ ଥିବ କଣ ଆଉ, ସେ ତ ଦିଟା ଯାକ ବଲେ ଉଠେଇକି ଧରି ପଳେଇଛି। ଆଉ ଏଇ ପାଇଁ କିଛି ଅଛି କି ଏ ଦିଟା ଯାକ ନେଇଗଲା, ଉଦ୍ଦେଶ୍ୟ ବି ନେଇଗଲା ବିଧେୟ ବି ନେଇଗଲା, ତାହେଲେ ଏଇ ପାଇଁ କିଛି ନାହିଁ। ତ ଏଇଠି କଣ ହେଲା ନା ଏଇଠି କାହାକୁ ବି ବ୍ୟକ୍ତ କରୁନି। ତାହେଲେ ତମକୁ ଯଦି ପଚାର ହବ ଆ ତର୍କ ବାକ୍ୟ କାହାକୁ ବ୍ୟକ୍ତ କରେ ନା ଉଦ୍ଦେଶ୍ୟକୁ, ଓ ତର୍କ ବାକ୍ୟ କାହାକୁ ବ୍ୟକ୍ତ କରେ ବିଧେୟକୁ, ଏ ତର୍କ ବାକ୍ୟ କାହାକୁ ବ୍ୟକ୍ତ କରେ ବୋଥ ଉଦ୍ଦେଶ୍ୟ ଆଣ୍ଡ ବିଧେୟ। ଆଣ୍ଡ ଯଦି ତମକୁ ଇ ତର୍କ ବାକ୍ୟ କଥା ପଚାର ହବ ତମେ କହିବ କି ସେ କାହାକୁ ବ୍ୟକ୍ତ କରେ ନାହିଁ। ମନେ ରହିବ ଏତିକି ଓକେ। ଠିକ ଅଛି। ତାପରେ ଦେଖ ଏତିକି ଗଲା। ତାପରେ ଦେଖ ହେଇଗଲା। ହେଲେ ତମକୁ କଣ କୁହା ହେଲା ନା ମୁଁ କହିଲି ସଦର୍ଥକ ସାର୍ବିକ ଅଛି ସଦର୍ଥକ ବିଶେଷ ଅଛି। ଏଇଠି ତାହେଲେ ସେ ଯୋଉ କହିଛି କି ସମବର୍ତ୍ତନୀୟ ସମବର୍ତ୍ତିତରେ ଗୁଣ ଅପରିବର୍ତ୍ତିତ ରହିବ, ମାନେ ଯଦି ଗୋଟେ ପଜିଟିଭ ଅଛି ନେକ୍ସଟ ଆଣିଲା ବେଳକୁ ସିଦ୍ଧାନ୍ତ ଟା ବି ଆମର ପଜିଟିଭ ରହିବ, ଯଦି ନେଗେଟିଭ ଥିବ ନେଗେଟିଭ ରହିବ। ଏତିକି ହିଁ ହବ ଗୁଣ, ଏଇ ଦିଟା ହେଲା ଗୁଣ ମାନେ ସଦର୍ଥକ ଆଉ ନଞ୍ଜର୍ଥକ। ତାପରେ ତାର କଣ ହବ ନା ତାର ପରିମାଣ ହେଲା, ପରିମାଣ ଟା କଣ ହୁଏ ନା ପରିମାଣ ଟା ତାର ବେଳେ ବେଳେ ସମାନ ଥାଏ ବେଳେ ବେଳେ ଅଲଗା ଥାଏ। ଯଦି ତାର ପରିମାଣ ମାନେ ସେଇଟା ଯଦି ବିଶେଷ ରୁ ବିଶେଷ ହେଇଛି ସଦର୍ଥକ ସଦର୍ଥକ ତ ହବ ଗୁଣ ସମାନ ରହିବ, ଯଦି ବିଶେଷ ରୁ ବିଶେଷ ହେଇଛି ମାନେ ସପୋଜ ଏ ରୁ ଏ କୁ ହେଇଛି ଏଠି ତମେ କଣ କହିବ ପରିମାଣ ସମାନ ଅଛି ନା ନାହିଁ, ହଁ ଇଏ ସାର୍ବିକ ଥିଲା ଇଏ ସାର୍ବିକ ଓଭିଅସଲି ଦିଟା ଯାକ ଯଦି ଗୋଟେ ଜିନିଷ ତାହେଲେ ସେ ତାଙ୍କର ହବ ନା ଗୋଟେ ତର୍କ ବାକ୍ୟ ଯଦି, ତାହେଲେ ଏ ଯଦି ନଞ୍ଜର୍ଥକ ଅଛି ଇଏ ତ ନଞ୍ଜର୍ଥକ ଏଇଟା ନୋ ଡାଉଟ, କିନ୍ତୁ ତାର ପରିମାଣ ବେଳେ ବେଳେ ସମାନ ଥାଏ ଆଉ ବେଳେ ବେଳେ ଅଲଗା ଥାଏ ହେଲା। ଯେତେବେଳେ ତମର ସମବର୍ତ୍ତନ ତମେ ଦେଖିବ କି ପରିମାଣ ଟା ସମାନ ରହୁଛି ତମେ ଯେତେବେଳେ କହିବ କଣ ନା ସରଳ ସମବର୍ତ୍ତନ, ଆଉ ଯେତେବେଳେ ତମର ଦିଟା ଯାକ ଅଲଗା ହେଇଯିବ ସପୋଜ ଆ ହଉଛି ସମବର୍ତ୍ତନୀୟ ଇ ହଉଛି ସମବର୍ତ୍ତିତ। ଆ ରୁ ଯଦି ଇ ହେଇଛି ତାହେଲେ ଏଠି କଣ ହବ ନା ଇଏ ହଉଛି ସୀମିତ ସମବର୍ତ୍ତନ। କ୍ଲିୟର। ଏଇଠି ଦେଖ ତମର ସେକେଣ୍ଡ ରୁଲ ଗଲା କଣ ନା ସରି ଥାର୍ଡ ରୁଲ ଗଲା କି ଗୁଣ ଅପରିବର୍ତ୍ତିତ ରହିବ ଆଉ ତାର ପରିମାଣ ଟା ସମାନ ରହିବ ବେଳେ ବେଳେ ଚେଞ୍ଜ ବି ହବ। ତାହେଲେ ଏବେ କଣ ରହିଲା ନା 4 ନମ୍ବର ରୁଲ କଣ ନା ସମବର୍ତ୍ତନୀୟର ଅବ୍ୟକ୍ତ କୌଣସି ପଦ ସମବର୍ତ୍ତିତରେ ବ୍ୟକ୍ତ ହେଇପାରିବ ନାହିଁ। ସମବର୍ତ୍ତନୀୟ ମାନେ ସପୋଜ ଆ ତର୍କ ବାକ୍ୟ ନେଇଚ ହେଲା, ଏଠି ପ ଆଉ ମ ହବ କଣ ଇଏ ହେଲା ଉଦ୍ଦେଶ୍ୟ ପ ଟା ମ ଟା ହେଲା ବିଧେୟ, ହେଲେ ତାର କନକ୍ଲୁଜନ ଯଦି ତମେ ଆ ତର୍କ ବାକ୍ୟ ବାହାର କରିବ ତମର କଣ ନା ତମର କୁହା ହେଲା କି ଗୁଣ ସମାନ ରହିବ, ଗୁଣ ମାନେ ସଦର୍ଥକ ସଦର୍ଥକ ତର୍କ ବାକ୍ୟ ଆମ ପାଖରେ ଦିଟା ଅଛି ଗୋଟେ ହେଲା ଆଉ ଗୋଟେ ହେଲା ଇ ଠିକ ଅଛି। ଯଦି ଏଇ ଦିଟା ଅଛି ତ ଆମର କଣ ନା ଆମ ହାତରେ ଅଛି ଏଟା ବି ହବ ତାହେଲେ ଇଏ ନା ତମେ ଜାଣିଛ ଫାଷ୍ଟ ରୁଲ ହେଲା କି ଜାଗା ଚେଞ୍ଜ କରିବ ସ୍ଥାନ ପରିବର୍ତ୍ତନ କରିବ, ତ ପ ଟା ମ ହେଇଗଲା ମ ଟା ପ ହେଇଗଲା। ତାହେଲେ ଏବେ ଦେଖ ଏଇଠି ସେ କଣ କହିଛି ସମବର୍ତ୍ତନୀୟରେ ଦେଖ ଏଇଠି ସମବର୍ତ୍ତନୀୟରେ ଅବ୍ୟକ୍ତ କୌଣସି ପଦ ସମବର୍ତ୍ତିତରେ ବ୍ୟାପ୍ତ ହେଇପାରିବନି, ମାନେ ଏଇଠି ଯୋଉଟା ବ୍ୟାପ୍ତ ହେଇନି ସେ କେବେ ହେଲେ ଏଇଠି ବ୍ୟାପ୍ତ ହବନି। ବ୍ୟାପ୍ତ ହବ ମାନେ କଣ ଆମର ଏକ୍ଜାମ୍ପଲ କୁ ମନେ ପକାଅ ବ୍ୟାପ୍ତ ହବ ମାନେ କଣ ସେ ଆମକୁ କହିଥିଲେ କି ସେ ବଲ ନେଇଯାଇଥିବ, ଦେଖ ଯଦି ଏଇଠି ତମେ ଚେକ୍ କରିବ
ଫାଷ୍ଟ ତମେ ଏଇ 4 ନମ୍ବର ରୁଲ ଟାକୁ ଚେକ୍ କରିବ କେମିତି ନା ତମେ ସିଦ୍ଧାନ୍ତ ଆଡକୁ ଟ୍ରାଏ କରିବ। ସିଦ୍ଧାନ୍ତରୁ କଣ କରିବ ନା ଦେଖିବ କୋଉଟା ବ୍ୟକ୍ତ ହଉଛି ନା ଆ ତର୍କ ବାକ୍ୟ ବ୍ୟକ୍ତ କରେ କାହାକୁ ନା ସିଏ ଉଦ୍ଦେଶ୍ୟକୁ ବ୍ୟକ୍ତ କରେ। ସେ କାହାକୁ ବ୍ୟକ୍ତ କରେ ନା ଉଦ୍ଦେଶ୍ୟକୁ ବ୍ୟକ୍ତ କରେ। ଯଦି ସେ ଉଦ୍ଦେଶ୍ୟକୁ ବ୍ୟକ୍ତ କରେ ତାହେଲେ ଏଇଠି ଉଦ୍ଦେଶ୍ୟ କଣ ନାମ ତାମାନେ ମୋ ଗୋଟେ ମାନେ ଏଇଠି ବଲ୍ ଅଛି ୟା ପାଖରେ କି କିଛି ଜିନିଷ ଅଛି। ଯଦି ତାପରେ ହେଲା ଯଦି ୟା ପାଖରେ ସପୋଜ ଇଏ ହେଲା ଗୋଟେ ପିଲା ୟା ପାଖରେ ପେନ୍ ଟା ଅଛି ଠିକ ଅଛି ଆମେ ଯଦି ସେ ଯଦି ନେଇଛି ତା ପାଖରେ ଯଦି ଥିବ ତାହେଲେ ଯାଇକିନା ଆମେ ଚେକ୍ କରିବା ନା ତାର ଏଇଟା ଆଗରୁ ଥିଲା କି ସେ ଆଣିଛ ବୋଲି। ଯଦି ଏଇଠି ଅଛି ଚେକ୍ କରିବ କି ଏଇଠି ତାର ଥିଲା ନା ନାଇଁ ନା ନାଇଁ ଏଇଠି ବ୍ୟାକ୍ତ ହେଇଛି କି ନା ହେଇଛି ମାନେ ଏଠି ଏଠି ଯେହେତୁ ଏଗେନ୍ ଆ ତର୍କ ବାକ୍ୟ ନା ଉଦ୍ଦେଶ୍ୟକୁ ଯଦି ଉଦ୍ଦେଶ୍ୟକୁ ବ୍ୟକ୍ତ କରୁଛି ତାମାନେ ଏଇଠି ମ ଟା ବ୍ୟକ୍ତ ହେଇନି ହଁ ନା ନାଇଁ ମ ଟା ବ୍ୟକ୍ତ ହେଇନି ଯୋଉଟା କି ଏଠି ବ୍ୟକ୍ତ ହେଇନି କିନ୍ତୁ ଏଠି ବ୍ୟକ୍ତ ହେଇଯାଇଛି। କୋଉଠି ସିଦ୍ଧାନ୍ତରେ ବ୍ୟକ୍ତ ହେଇଯାଇଛି। ଏଠି ସେ କହିଛି କି ସମବର୍ତ୍ତନୀୟ ମାନେ ଏଇ ଉପରେ ଯୋଉଟା ଅବ୍ୟାକ୍ତ ଥିବ ମାନେ ମ ଟା ଅବ୍ୟକ୍ତ ଅଛି ଯୋଉଠି ସିଦ୍ଧାନ୍ତରେ ଆସିଲା ବେଳକୁ ଏଇଠି ବ୍ୟକ୍ତ ହେଇଯାଇଛି ତ ଏଇଠି କଣ ହବ ଆସି ହବ ଭ୍ରମ ହବ ହେଲା। ଏଇଟା ଭୁଲ ହେଇଯିବ ତମର ଏଠି ସମାବର୍ତ୍ତନ ହେଇପାରିବ ନାହିଁ କ୍ଲିୟର। 4ଟା ରୁଲ ହେଲା 4ଟା ରୁଲ ଭୁଲସେ ବୁଝିଗଲ। ଏବେ ଦେଖିବା କାହାର କୋଉ ସମାବର୍ତ୍ତନ ଟା ହଉଛି। ଦେଖ ଫାଷ୍ଟ ରହିଲା ଆ ତର୍କ ବାକ୍ୟ ଏବେ ଯେମିତି କରିଥିଲେ କି ଆ ତର୍କ ବାକ୍ୟର ଆ କୁ ଯଦି ଆମେ କରିବା ପ୍ରୋବ୍ଲେମ ହବ ଠିକ ଅଛି। ଆ ରୁ ଯଦି ଆମେ ଆ କୁ କରିବା ଆମର କଣ ହବ ନା ପ୍ରୋବ୍ଲେମ ହବ ହେଇକି ହିଁ ରହିବ ପ୍ରୋବ୍ଲେମ। ଆର କଣ ସମସ୍ତ ସମସ୍ତ ପ ମ ଅଟେ କିଏ ହେଲା ସମସ୍ତ ପ ମ ଅଟେ ହେଲେ ତମେ କୁହା ହେଲା କଣ ନା ଫାଷ୍ଟ ରୁଲ ହେଲା କି ସ୍ଥାନ ପରିବର୍ତ୍ତନ କରିବେ ୟେସ୍ ଆମେ କରିଦେଲେ ଠିକ ଅଛି। ତାପରେ ସେକେଣ୍ଡ ରୁଲ ବି ସେଇଥିରେ ସ୍ଥାନ ପରିବର୍ତ୍ତନରେ ଅଛି। ତ ଥାର୍ଡ ରୁଲ କଣ ନା ତାର ଗୁଣ ସମାନ ରହିବ ଇଏ ହେଲା ଗୋଟେ ସଦର୍ଥକ ଆମେ ଖୋଜିବା ସଦର୍ଥକ କିଏ ନା ଇ ହଁ ନା ନାଇଁ ଆ ବି ସେ ନିଜେ ବି ହବ ଆ ବି ସଦର୍ଥକ କିନ୍ତୁ ଆମେ ଏବେ ଦେଖିଲେ କି ଆ ତର୍କ ବାକ୍ୟ ଯଦି ନବା ଆମର ବ୍ୟକ୍ତ ହଉନି ସେଟା ଫାଲାସି ହଉଛି ଯଦି ଇ ନବା ଠିକ ଅଛି ଆଉ ତାମାନେ ଆମେ ଇ ନେଇପାରିବା ଆମ ପାଖରେ ଦିଟା ଅପସନ ଥିଲେ ଗୋଟେ ହେଲା ଆ ଆଉ ଗୋଟେ ହେଲା ଇ ଏଇ ଦିଟା ଭିତରୁ ଆମେ କୋଉଟା ବି ନେଇପାରିବା ନା ତ ଇଏ ଯଦି ନେଲେ ତାହେଲେ ଏଇଠି କଣ ହବ ନା ଏଇଠି ସେ କଣ କହିଛି 4 ନମ୍ବର ରୁଲ ଆମେ ଏବେ ଚେକ୍ କରିବା କି ଅବ୍ୟାକ୍ତ ଅଛି କୋଉଠି ନା ଉଦ୍ଦେଶ୍ୟରେ ସେଟା ସିଦ୍ଧାନ୍ତରେ ବ୍ୟକ୍ତ ହେଇପାରିବନି ତ ଆମେ ଇଆଡୁ ସିଦ୍ଧାନ୍ତ ଆଡୁ ଚେକ୍ କରିବା। ଏଟେ ଇ ରେ ବ୍ୟକ୍ତ ହଉଛି କୋଉ ପଦ ଟା ନା ଇ ପାଖରେ କିଛି ବଲ୍ ନଥିଲା ଏ ତ ସବୁ ତା ପାଇଁ ନେଇଯାଇଥିଲା ଇ ପାଖରେ କିଛି ନଥିଲା ମାନେ ଇଏ କାହାକୁ ବି ନାହିଁ ବିଧେୟ ମାନେ ଉଦ୍ଦେଶ୍ୟ ନା ବିଧେୟ କେହି ବି ବ୍ୟକ୍ତ ହଉନାହାନ୍ତି। ଯଦି ଏଠିକି ବ୍ୟକ୍ତ ହଉନାହାନ୍ତି ଆଙ୍କ ପାଖରେ କିଛି ଜିନିଷ ହିଁ ନାହିଁ ଉପରେ ଯାଇକି ଚେକ୍ ହିଁ ନାହିଁ ହଁ ନା ନାଇଁ ତ ତାହା ମାନେ ଏ ତ ବ୍ୟାକ୍ତ ହିଁ ହେଇନି ଉପରେ କିଏ ବ୍ୟାକ୍ତ ହେଲା ନହେଲା ତାକୁ କିଛି ଫରକ ପଡିବନି ମାନେ ତା ପାଖରେ କିଛି ଜିନିଷ ହିଁ ନାହିଁ ସେ ଚୋରି ତାର ନିଜର ଥିଲେ ତମର କିଛି ଦେଖିବାର ଅଛି କି ନାଇଁ କିଛି ଦରକାର ଜରୁରୀ ନାହିଁ। ତାମାନେ ଏଇଟା ଠିକ ହେଲା ତାମାନେ ଇଏ 4ଟା ଯାକ ନିୟମ ମାନିଛି ସମବର୍ତ୍ତନର ତାହେଲେ ଆରୁ ଇ ସମବର୍ତ୍ତନ ହେଇପାରିବ। ଆର ସମବର୍ତ୍ତିତ ଯଦି ତମକୁ ପଚାର ହବ କଣ ନା ଇ ହେଲା ଆଉ ଇ ର ସମବର୍ତ୍ତନୀୟ କଣ ଆ କ୍ଲିୟର ଆଉ ଗୋଟେ ଜିନିଷ ଇ ବି ହେଇପାରିବ ଦେଖ କେମିତି ନା ଏଇଟା ଦେଖ ଇ ଆ ତର୍କ ବାକ୍ୟ ଗଲା ତାପରେ ନମା ଏ ତର୍କ ବାକ୍ୟ ହେଲା ଏ ର କଣ ହବ ସେଇ କୌଣସି ପ ମ ନୁହେଁ ଏ ହେଲେ ତମକୁ କଣ କୁହାଯାଇଛି ନା ଗୁଣ ସମାନ ରହିବ ଗୁଣ ସମାନ ରହିବ ବେଳେ ବେଳେ ଚେଞ୍ଜ ହବ ଯୋଉଟା କି ଆରୁ ଇ କୁ ହେଲା ହଁ ଆଉ ଗୋଟେ କଥା ଆରୁ ଇ ଯେତେବେଳେ ହବ ସେଇଟା ହଉଛି ସୀମିତ ସମବର୍ତ୍ତନ ମନେ ରଖିଦେଇଥାଉ ହେଲା ତାର ପରିମାଣ ଚେଞ୍ଜ ହେଲା ଏଇଠି ଏମାନଙ୍କର ପରିମାଣ ସମାନ ରହିବ ଆମେ ଯଦି ଦେଖ ନବା ଏ ରୁ ଏ ଆମକୁ କୁହାଯାଇଛି ଗୁଣ ସମାନ ରହିବ ଗୁଣ ଆମ ପାଖରେ ଦିଟା ଅପସନ ଅଛି ଗୋଟେ ହେଲା ଏ ଆଉ ଗୋଟେ ହେଲା ଓ ହଁ ନା ନାଇଁ ଏ ହେଲା ସାର୍ବିକ ନଞ୍ଜର୍ଥକ ଓ ଟା ହେଲା ବିଶେଷ ନଞ୍ଜର୍ଥକ ତ ଯେହେତୁ ଏ ପସିବୁଲ ଅଛି ଆମେ ଅଲଗା ଆଡେ କାହିଁକି ଯିବା ଯଦି ଦେଖ ତ ଫାଷ୍ଟ ଜିନିଷ ହେଲା କି ସ୍ଥାନ ପରିବର୍ତ୍ତନ ୟେସ୍ ସାର୍ ଆମେ କରିଦେଲୁ ତାପରେ ଦେଖ କଣ ନା ତାର
ନା ତାର ଗୁଣ ଗୁଣ ଆମେ ଦେଇଦେଲୁ ସମାନ କି କୌଣସି ପ ନୁହେଁ ନା ଆମେ ଏବେ ଚେକ୍ କରିବା କି 4 ନମ୍ବର ଲାଷ୍ଟ ରୁଲ କି ବ୍ୟାପ୍ତି ହଉଛି ନା ନାଇଁ ନା ମ ଟା ଆମେ ଦେଖିଲା ବେଳକୁ ଦେଖିବା ଥିବ ତାହେଲେ ଏଠି ପ୍ରୋବ୍ଲେମ ହେଇଯିବ। ମାନେ ନାଇଁ ମାନେ ଉଦ୍ଦେଶ୍ୟ ବଲ ବି ଅଛି ବିଧେୟ ବଲ ବି ଅଛି। ଆମକୁ ଦେଖିବାର ଅଛି ସେ ଦିଟା ଯାକ ତା ନିଜର ନା ଆଉ କାହାଠୁ ଚୋରି କରିକି ଧରି ପଳେଇ ଆସିଛି ହେଲା। ତ ଯଦି ଉପରେ ତ ସେ ବ୍ୟକ୍ତ ହେଇଥିବ ତାହେଲେ ସେଇଟା ତ ନିଜେ ତାହେଲେ ମ ତମର ବ୍ୟାପ୍ତ ହେଇଛି ନା ନାହିଁ ୟେସ୍ ହେଇଛି ପ ବି ବ୍ୟକ୍ତ ହେଇଛି କେମିତି ନା ଉପରେ ଏଗେନ ଏ ତର୍କ ବାକ୍ୟ ହିଁ ଅଛି। ଏ ତର୍କ ବାକ୍ୟ ବୋଥ ଉଦ୍ଦେଶ୍ୟ ଆଣ୍ଡ ବିଧେୟ ବ୍ୟକ୍ତ କରିବ। ତ ତମର ଏଇଠି କୌଣସି ପ୍ରୋବ୍ଲେମ ହିଁ ହେଲାନି କ୍ଲିୟର। ତମର ଏଠି କୌଣସି ପ୍ରୋବ୍ଲେମ ହେଲା ନାହିଁ ହେଲା। ତ ତାହେଲେ ତମର ତମେ ଜାଣିଲ କି ଏ ରୁ ଏ କୁ ହେଲା। ତ ଏ ରୁ ଏ କୁ ହେଲା ଆଉ ଗୋଟେ ହବ ଇଏ ହେଲା ସରଳ ସମବର୍ତ୍ତନ ଆଉ ଗୋଟେ ହବ ଇ ରୁ ଇ। କ୍ଲିୟର କୋଉଠିକି ନା ଇ ରୁ ଇ କୁ। ସେମିତି ସେ ସମାନ ହବ କାହିଁକି ନା ୟା ପାଖରେ କିଛି ନାହିଁ। ଏଠି କଣ ହବ? ମ ଏଇଠି ହବ ପ କାହିଁକି ନା ଫାଷ୍ଟ ଜିନିଷ ହେଲା କି ଜାଗା ପରିବର୍ତ୍ତନ ହବ ଜାଗା ପରିବର୍ତ୍ତନ ହେଲେ ତମେ ଦେଖ ଫାଷ୍ଟ ଏଠି ତା ମାନେ 4 ନମ୍ବର ରୁଲ ଏଗେନ ଆମର ଗୁଣ ସମାନ ଅଛି ପରିମାଣ ବି ସମାନ ଅଛି ଆମେ ତାହେଲେ ଚେକ୍ କରିବା କଣ ଲାଷ୍ଟ ରୁଲ କୁ ଆସିବା ଲାଷ୍ଟ ରୁଲ କଣ ନା ଯୋଉଟା ବ୍ୟାପ୍ତ ତର୍କ ବାକ୍ୟ କାହାକୁ ବ୍ୟାପ୍ତ କରୁଛି ନା ମ ଉଦ୍ଦେଶ୍ୟ ବି ବ୍ୟାପ୍ତ ହଉନି ବିଧେୟ ବି ବ୍ୟାପ୍ତ ହଉନି। ପାଖରେ କିଛି ଜିନିଷ ହିଁ ନାହିଁ ତାହେଲେ ଉପରେ ଯାଇକି ଚେକ୍ କରିବା ବି କିଛି କାମ ନାହିଁ ଯଦି ବି ଚେକ୍ କରିବା କିଛି ହବନି ୟା ପାଖରେ ତମେ ଯଦି କହିବ କି ଜଣେଙ୍କ ପାଖରେ ସୁନା ହାର ଅଛି ସେ ସୁନା ହାର ନିଜର ଥିଲା କି ସେ ଚୋରି କରିକି ଆଣିଛି ସେଟା କେତେବେଳେ ଚେକ୍ କରିବ ତା ପାଖରେ ଅଛି ନା। ଏ ତାର କିଛି ନାହିଁ ତମେ ତାହେଲେ କଣ ଚେକ୍ କରିବା ପାଇଁ ଯିବ କିଛି ନାହିଁ। ତ ତାମାନେ ଇ ରୁ ଇ କୁ ଆମର ସମବର୍ତ୍ତନ ହେଇପାରିବ ତାହେଲେ ଇ ର ସମବର୍ତ୍ତନୀୟ ମାନେ ଇ ର ଇ କୁ ସମବର୍ତ୍ତନ ହବ ଆଉ ସେଇଟା ହଉଛି ସରଳ ସମବର୍ତ୍ତନ। ଏ ଏର ଏ କୁ ଆଉ ଇ ର ଇ କୁ ଯେତେବେଳେ ହବ ଏଇ ଦିଟା ହେଲା ସରଳ ସମବର୍ତ୍ତନ କିନ୍ତୁ ଯେତେବେଳେ ଆ ରୁ ଇ କୁ ହବ ହେଲା ଯେତେବେଳେ ଆ ରୁ ଇ କୁ ହବ ସେତେବେଳେ ହଉଛି କଣ ନା ସୀମିତ ସମବର୍ତ୍ତନ ସମବର୍ତ୍ତନ ଏତିକି ହିଁ ହବ। କାହିଁକି ନା ଓ ତର୍କ ବାକ୍ୟର ସମବର୍ତ୍ତନ ସମ୍ଭବ ନୁହେଁ ହେଲା। ଓ ତର୍କ ବାକ୍ୟର ସମବର୍ତ୍ତନ ସମ୍ଭବ ନୁହେଁ କଣ ପାଇଁ ନା ଦେଖ ଦେଖ ଏଇଠି ଯଦି ତମେ କହିଲ ପ କେତେକ ପ ମ ନୁହେଁ ବୋଲି କହିବ ତାପରେ ଏଗେନ ଏଠି କଣ କରିବ ନା ପ ଏଠି ସରି ଏଠି ନବ ମ ଏଠି ନବ ପ ସ୍ଥାନ ପରିବର୍ତ୍ତନ କରିଦେଲ ତାପରେ ତମେ କହିବ କି ଗୁଣ ତାର ସମାନ ରହିବା ଦରକାର। ତ ଗୁଣ ସମାନ ଗୋଟେ ଏ ଆଉ ଗୋଟେ ଓ ନା ନାଇଁ ଗୁଣ ଏଇ ଦିଟା ହିଁ ହବ। ଗୁଣ ଏଇ ଦିଟା ହିଁ ହବ ଯଦି ଗୁଣ ନଞ୍ଜର୍ଥକ ଅଛି କିନ୍ତୁ ଶହେରେ ଏ ମାନେ ତମ ପାଖରେ ଯଦି 100ଟା ଚକୋଲେଟ ଥିବ ତମକୁ 5ଟା ମାଗିଲେ ତମେ ଦେଇପାରିବ। ସେଥିପାଇଁ ଯେତେବେଳେ ଆ ତର୍କ ବାକ୍ୟ ଥିଲା ଆମେ ସେତେବେଳେ କଣ ନା ନେଇ ଯାଇଥିଲେ ଯେତେବେଳେ ଆ ତର୍କ ବାକ୍ୟ ଥିଲା ଆମେ କଣ ନା ତା ଭିତରୁ କେତେକ ଆମେ କହିପାରିବା କି କେତେକ ମ ଅଟେ ବୋଲି ଆମେ କହିପାରିବା କିନ୍ତୁ ତମ ପାଖରେ ଯଦି ଗୋଟେ ଚକୋଲେଟ ଅଛି ତମକୁ ମୁଁ ମାଗିବି 100ଟା ଚକୋଲେଟ ଦିଅ ତମେ ଦେଇପାରିବ କି ନାହିଁ। ସେଇଟା ହଉଛି ଓ ଆଉ ଏ କେସ ରେ ଓ ପାଖରେ ତ 1ରୁ 99 ଯାଏଁ ଅଛି। ଆଉ ଏ ପାଖରେ ତ ପୁରା 100 କଥା ଅଛି ତାହେଲେ ଏ ତ 100 କୁ ଦେଇପାରିବନି ନା ତ ସେଥିପାଇଁ ଦେଖ ତ ତାହେଲେ କଣ ନା ଓ ରୁ ଓ କୁ ହିଁ କେବଳ ଆମେ କରିପାରିବା ଯଦି ଓ କୁ କରିବା ତାହେଲେ କଣ ହବ ନା ଏଇଟା କଣ ହଁ ଦେଖ ଏଇ ଓ ତର୍କ ବାକ୍ୟରେ ଯଦି ତମେ ଦେଖିବ ନା ଇଏ ବ୍ୟକ୍ତ କରୁଛି କାହାକୁ ନା ଇଏ ବ୍ୟକ୍ତ କରୁଛି କେବଳ ଆଉ କେବଳ କାହାକୁ ନା ବିଧେୟକୁ। ଯଦି ଏ ବିଧେୟ ଟା ଏଇଠି ବ୍ୟକ୍ତ ହେଲା ଏଇଟା ଏଠିକି ଯାଇକିନା ଚେକ୍ କରିବ କି ଉଦ୍ଦେଶ୍ୟ ହେତୁପଚନ ସେ ବ୍ୟକ୍ତ ହେଇଛି କି ନାଇଁ ସେ କାହିଁକି ନା ସେ ବିଧେୟକୁ ବ୍ୟକ୍ତ କରୁଛି। ତ ସେଥିପାଇଁ ଯେହେତୁ ଏଠି ଅବ୍ୟାପ୍ତ ହେଇକିନା ମାନେ ହେତୁ ପଚନରେ ଅବ୍ୟକ୍ତ ଥାଇକିନା ବା ସମବର୍ତ୍ତନରେ ଅବ୍ୟକ୍ତ ଥାଇକିନା ସେ ଯେହେତୁ ସମବର୍ତ୍ତିତ ବା ସିଦ୍ଧାନ୍ତରେ ବ୍ୟକ୍ତ ହେଇଯାଇଛି ଏଠି ଫାଲାସିଟା ହଉଛି କ୍ଲିୟର। ତ ଆଜି ପାଇଁ ଏତିକି ନେକ୍ସଟ କ୍ଲାସ ରେ ଦେଖିବା। ଆଉ ଗୋଟେ କଥା ପିଲାମାନେ ସମସ୍ତେ ଦେଖିଦେଇକିନା ପଳଉଛନ୍ତି କିନ୍ତୁ କି ଲାଇକ୍ ଟେ ବି କରୁନାହାନ୍ତି ଦେଖ ଯଦି ସମସ୍ତଙ୍କୁ ପଢେଇବା ଷ୍ଟାଇଲ ଟା ଭଲ ଲାଗୁଛି ତମେ ଯଦି ବୁଝିପାରୁଛ ତାହେଲେ ପ୍ଲିଜ ଲାଇକ୍ କରିବ
ମୁଁ ପ୍ଲିଜ ବି କହିବା କିଛି ଦରକାର ନାହିଁ। ଆରେ ଭାଇ ତମେ ଯୋଉଠିକି ଟ୍ୟୁସନ ଯାଇଥାନ୍ତ ବା ଯୋଉଠିକି ତମେ ପଢୁଛ ସେଠି ତମକୁ କିଛି ନା କିଛି ଦବାକୁ ପଡୁଛି। ଏଠି ତମକୁ କିଛି ଦବାକୁ ପଡୁନି। ତମେ ତମର ଫୋନ ଏମିତିରେ ବି ଅନ୍ କଲ ସେଠି ଦେଖିଲ ଖାଲି ବାସ୍ ହେଲା। ଆଉ ତମେ ଯଦି ଗୋଟେ ଲାଇକ ବି ଦେଇପାରିବନି ତ ସେଇଟାକୁ ମୁଁ ଆଉ କଣ କହିପାରିବି ନା। ତ ସେଇଟାରେ ଯଦି କଞ୍ଜୁସି କରିବ ଭାଇ ଆଉ ମୁଁ କିଛି କହିପାରିବିନି। ଆଣ୍ଡ ୟେସ୍ ତମ ସାଙ୍ଗମାନଙ୍କ ସହିତ ବି ସେୟାର କର। ସେମାନେ ବି ସମସ୍ତେ ସାଙ୍ଗ ହେଇକି ପଢ। ଅଧିକ ପିଲା ହେଲେ ଭଲ ଲାଗିବ କି ହଁ ମତେ ଏତିକି ମୋ ପିଲାମାନେ ଲାଇକ୍ କରୁଛନ୍ତି ମୋ ପାଠ ପଢାକୁ ତ ମତେ ପଢେଇବାକୁ ଭଲ ଲାଗିବ। ଆଉ ତାପରେ ଯଦି ମତେ ଲାଗିବ କି ନାଇଁ କେହି ତ ଦେଖୁନାହାନ୍ତି ନା କେହି କାହାର ହେଲ୍ପ ହଉନି ତାହେଲେ ମୁଁ କାହିଁକି ବନେଇବି ମୁଁ ବନ୍ଦ କରିଦେବି ବନେଇବା। ଆଉ ଥାର୍ଡ ଜିନିଷ ହଉଛି କି ତମେ ମାନେ ନିଜ ପାଇଁ ହେଲେ କଣ କରିବ ନା ସବସ୍କ୍ରାଇବ କରିକିନା ରଖିବ। ଯଦି ସବସ୍କ୍ରାଇବ କରିକିନା ନ ରଖିବ ତାହେଲେ ତମେ ଜାଣିପାରିବନି କୋଉ ଦିନ କେତେବେଳେ କଣ ବନା ହଉଛି ଠିକ ଅଛି। ସୋ ଆଜି ପାଇଁ ଏତିକି। ଥ୍ୟାଙ୍କ ୟୁ ସୋ ମଚ୍ ଫର ୱାଚିଂ। ନେକ୍ସଟ କ୍ଲାସରେ ଦେଖା ହବ।